ବହିଟିର ନାମ ସତ୍ୟ ମହିମା ଧର୍ମ ପ୍ରତିପାଦକ। ଏହାକୁ ଲେଖିଛନ୍ତି ବିଶ୍ୱନାଥ ବାବା। ଏହି ବହିଟିର ପ୍ରକାଶକ ହେଉଛନ୍ତି ଧର୍ମଗ୍ରନ୍ଥ ଷ୍ଟୋର। ଚାଲନ୍ତୁ ଏବେ ଏହି ପ୍ରତିପାଦକ ପୁସ୍ତକରେ କ'ଣ ଅଛି ସେ ବିଷୟରେ ଜାଣିବା। ତା ପୂର୍ବରୁ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣ ପାଇପାରିବେ। ଏହି ବହିଟି ବିଷୟରେ କିଛି ଆଲୋଚନା କରିବା ପୂର୍ବରୁ ପ୍ରଥମେ ଏହାର ଲେଖକଙ୍କ ବିଷୟରେ କିଛି ଆଲୋଚନା କରିବା। ଏହି ପୁସ୍ତକର ଲେଖକ ବ୍ରହ୍ମାବଧୂତ ବିଶ୍ୱନାଥ ବାବା। ମହିମା ସ୍ୱାମୀ ଅବଧୂତ ସନ୍ନ୍ୟାସୀମାନଙ୍କର ଜନ୍ମସ୍ଥାନ, ପିତାମାତା ଓ ଜାତିର ନାମ ପ୍ରକାଶ କରିବାକୁ ନିଷେଧ କରିଥିବାରୁ ପୂଜ୍ୟ ବିଶ୍ୱନାଥ ବାବାଙ୍କ ସମ୍ପୂର୍ଣ୍ଣ ପରିଚୟ ପାଇବା ଦୁରୂହ ବ୍ୟାପାର। ପୂଜ୍ୟ ବିଶ୍ୱନାଥ ବାବା ଗୃହତ୍ୟାଗ କରି 12 ବର୍ଷ ବୟସରୁ ଅବଧୂତାଶ୍ରମ ପନ୍ଥା ଗ୍ରହଣ କରିଥିଲେ। ସେ ଜଣେ ମହିମା ଧର୍ମର ବ୍ରହ୍ମନିଷ୍ଠ, ବୟୋଜ୍ୟେଷ୍ଠ ଓ ସର୍ବବରିଷ୍ଠ ସନ୍ନ୍ୟାସୀ। ତାଙ୍କର ଜୀବନୀ ମହିମା ଧର୍ମର ଇତିହାସ ଓ ବିକାଶ ଅଟେ। ମହିମା ଧର୍ମ ଜାତିବିହୀନ ସମାଜ, ଏକ ପ୍ରଭୁରେ ସ୍ୱୀକୃତି, ପାରମ୍ପରିକ ଲୋକଚାର, ଆଚରଣ ବିଧି ତଥା ବାହ୍ୟୋପଚାର, ପ୍ରେୟ ମାର୍ଗକୁ ପରିତ୍ୟାଗ କରି ଯାହାକି ଶ୍ରେୟ ବେଦାନ୍ତ ଶାସ୍ତ୍ର ସମ୍ମତ ନିୟମ ନିଷ୍ଠା ଓ ଆଚରଣ ପୂର୍ବକ ଜୀବନ ନିର୍ବାହ, ମାନବ ସମାଜର କଲ୍ୟାଣ, ତାହାକୁ ହିଁ ସମର୍ଥନ କରେ। ଏହା ଊନବିଂଶ ଶତାବ୍ଦୀର ଏକ ସଂସ୍କାରଗତ ମୌଳିକ ସର୍ବପୁରାତନ ଆନ୍ଦୋଳନ, ଯାହାକି ମହିମା ସ୍ୱାମୀ 1826 ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ପଦାର୍ପଣ କରି ପ୍ରତିଷ୍ଠା କରିଛନ୍ତି। ପୂଜ୍ୟ ବିଶ୍ୱନାଥ ବାବା ଅଦ୍ୟମ ଉତ୍ସାହ ନେଇ ପ୍ରାଚୀନ ଭାରତୀୟ ବେଦ, ବେଦାନ୍ତ ଓ ଦର୍ଶନ ଉପରେ ପ୍ରାୟ 25 ଖଣ୍ଡରୁ ଅଧିକ ପୁସ୍ତକ ରଚନା କରିଛନ୍ତି। ଏହା ହେଉଛି ଏକ ଚିରନ୍ତନ ଆଧ୍ୟାତ୍ମିକ ଗ୍ରନ୍ଥ। ମହିମା ସ୍ୱାମୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମର ମୂଳନୀତି ଓ ସମସ୍ତ ଶ୍ରୁତି ଶାସ୍ତ୍ରର ସାରାଂଶର ଅଭିନ୍ନତାକୁ ମୂଳ କରି ସେ ଏହି ଧର୍ମ ମତକୁ ବିଶୁଦ୍ଧ ଦ୍ୱୈତ ବ୍ରହ୍ମବାଦ ଦର୍ଶନ ଭାବରେ ଦୃଢ଼ୀଭୂତ କରିଛନ୍ତି। ଏହି ଧର୍ମ ବିଶ୍ୱାସର ସତ୍ୟତାକୁ ପ୍ରମାଣ କରିବାରେ ସେ ଜଣେ ପ୍ରଖ୍ୟାତ ଓ ଦକ୍ଷ ବ୍ୟକ୍ତି। ମୁମୁଖ ବ୍ୟକ୍ତି କିଭଳି ସମସ୍ତ ବାହ୍ୟ କର୍ମକାଣ୍ଡକୁ ପରିତ୍ୟାଗ କରି ନିଷ୍ଠା ଆଚରଣ ବଳରେ ସେହି ସର୍ବଶକ୍ତିମାନ ପ୍ରଭୁ ପରମ ବ୍ରହ୍ମଙ୍କଠାରେ ସମର୍ପିତ ହୋଇ ଶାଶ୍ୱତ ଶାନ୍ତି ଲାଭ କରିବ, ଉକ୍ତ ଗ୍ରନ୍ଥଟିରେ ରହିଛି ସେ ସମସ୍ତର ପ୍ରାଞ୍ଜଳ ବିବରଣୀ। ଚାଲନ୍ତୁ ଏବେ ଏହି ପ୍ରତିପାଦକ ପୁସ୍ତକ ସମ୍ବନ୍ଧରେ କିଛି ଜାଣିବା। ବୌଦ୍ଧ ଧର୍ମ ଭାରତୀୟ ସନାତନ ଆର୍ଯ୍ୟ ଧର୍ମର ସନ୍ତାନ। ଏହି ସନ୍ତାନ ନିଜର ବ୍ୟକ୍ତିତ୍ୱ ତଥା ବିଶିଷ୍ଟତା ଦର୍ଶାଇବାରୁ ସ୍ୱତନ୍ତ୍ର ରୂପରେ ଦଣ୍ଡାୟମାନ ହୋଇ ପାରିଥିଲା। କାଳକ୍ରମରେ ତାହା ପୈତୃକ ଭାବରେ ପ୍ରଭାବିତ ହୋଇ ପିତାର ଧର୍ମକୁ ମଧ୍ୟ ପ୍ରଭାବିତ କରିଥିଲା। ଏହା ମଧ୍ୟ ଜୈନ ଧର୍ମ ସମ୍ବନ୍ଧରେ ଅକ୍ଷରେ ଅକ୍ଷରେ ସତ୍ୟ। ଏହି ଦୁଇ ଧର୍ମର ପ୍ରଭାବ ସତ୍ୟ କହିଲେ ଶୈବ, ବୈଷ୍ଣବ ଆଦି ଧର୍ମରେ ପରିଲକ୍ଷିତ ହୁଏ। ସଂସ୍କୃତ ମହିମା ଧର୍ମ ଯେ ବୌଦ୍ଧ ଧର୍ମର ରୂପାନ୍ତର, ଏହା କହିବା ସାହସିକତାର କାର୍ଯ୍ୟ। ଉପନିଷେଦ, ଭାଗବତର 11 ସ୍କନ୍ଧ ଓ ବେଦାନ୍ତ ଦର୍ଶୀମାନେ ଅବଧୂତ ଦୀକ୍ଷାର ବିଷୟ ଉତ୍ତମ ରୂପେ ଅବଗତ। ଲେଖକ ମଧ୍ୟ ତାହା ଦର୍ଶାଇଛନ୍ତି। ଅଚ୍ୟୁତାନନ୍ଦୀ ପଞ୍ଚସଖାମାନେ ସାକାର ଓ ନିରାକାର ଉଭୟର ଉପାସକ ଥିଲେ। ସେମାନଙ୍କର ଶୂନ୍ୟ ବେଦାନ୍ତଗତ ଶଙ୍କର ଖଣ୍ଡିତ ଶୂନ୍ୟଠାରୁ ସମ୍ପୂର୍ଣ୍ଣ ପୃଥକ। ପରବର୍ତ୍ତୀ ଯୁଗର ମହିମା ସ୍ୱାମୀଙ୍କ ପୂର୍ବବର୍ତ୍ତୀ ଅରକ୍ଷିତ ଦାସ ମଧ୍ୟ ଶୂନ୍ୟ ଧର୍ମର ପ୍ରଚାର କରିଯାଇଛନ୍ତି। ତାହାଦ୍ୱାରା ଉତ୍କଳରେ ରାଜା ରାମମୋହନ ରାୟଙ୍କର ପ୍ରାୟ 9 ବର୍ଷ ପୂର୍ବେ ବ୍ରାହ୍ମ ଧର୍ମ ପରି ଏକ ଧର୍ମ ପ୍ରଚଳିତ ହୋଇଥିଲା। ତତ୍ପରେ ଗୁରୁ ମହିମା ସ୍ୱାମୀ ପୂର୍ଣ୍ଣ ଭାବରେ ବ୍ରାହ୍ମଣ୍ୟ ଧର୍ମର ପ୍ରତିଦ୍ୱନ୍ଦ୍ୱିତାରେ ଏ ମହିମା ଧର୍ମ ପ୍ରଚାର କରିଛନ୍ତି। ମହିମା ଧର୍ମ ପ୍ରତିପାଦକ ଗ୍ରନ୍ଥ ପାଠ କରି ମନେ ହୁଏ ଯେ ବୌଦ୍ଧ ଧର୍ମ ଯେପରି ବୈଦିକ ଧର୍ମ ବୃକ୍ଷର ଏକ ଶାଖା, ମହିମା ଧର୍ମ ମଧ୍ୟ ସେହିପରି ବେଦର ସାରଭୂତ ଅନ୍ୟ ଏକ ଶାଖା। ଏକ ବୃକ୍ଷରୁ 2ଟି ଶାଖା ଜାତ ହେଲେ ଉଭୟଙ୍କ ପତ୍ର, ଫଳ, ପୁଷ୍ପ ମଧ୍ୟରେ
ସାମଞ୍ଜସ୍ୟ ରହିବା ସ୍ୱାଭାବିକ ହେଲେ ମଧ୍ୟ ମହିମା ଧର୍ମର ବ୍ରହ୍ମବାଦ ସ୍ୱତନ୍ତ୍ର ଅଟେ। ଏହା ଥିଲା ସତ୍ୟ ମହିମାଧର ପ୍ରତିପାଦକ ପୁସ୍ତକ ବିଷୟରେ କିଛି ଆଲୋଚନା। ଯଦି ଏହି ବହିଟିକି ଅର୍ଡର କରିବାକୁ ଚାହୁଁଛନ୍ତି ତେବେ ଆମ ୱେବସାଇଟ୍ odisashop.com କୁ ଭିଜିଟ୍ କରନ୍ତୁ। ଆମ ୱେବସାଇଟ୍କୁ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।